ଯେତେବେଳେ ଗଣପତି ଭଟ୍ଟ ଆସୁଛନ୍ତି ଏବଂ ଦେଖି ଦେଉଛନ୍ତି ସ୍ନାନ ମଣ୍ଡପକୁ, ଚାହିଁ ଦେଉଛନ୍ତି ସ୍ନାନ ମଣ୍ଡପକୁ, ଆହା ଭଗବାନ ସୁନ୍ଦର ଦିବ୍ୟ ସ୍ନାନ ଉତ୍ସବ କରିଛନ୍ତି ଏବଂ ଦର୍ଶନ ଦେଉଛନ୍ତି। ଗଣପତି ଭଟ୍ଟଙ୍କୁ କହୁଛନ୍ତି, ଗଣପତି ଭଟ୍ଟ ନୟନ ଭରି ମୋତେ ଦର୍ଶନ କର, ତମେ କାହିଁକି ଫେରି ଯାଉଛ? କ'ଣ ମୁଁ ତୁମର ଇଷ୍ଟ ନୁହେଁ? ତମେ କ'ଣ ଏତିକି ଜାଣିନ? ମୋ ଭିତରେ ସବୁ ଦେବତାମାନେ ଅଛନ୍ତି ଏବଂ ଏ ଜଗତରେ ଯାହା କିଛି ଅଛି ସବୁ ଭିତରେ ମୁଁ ବିମୂର୍ତ୍ତ ହେଇକି ଅଛି ଏବଂ ମୋ ଭିତରେ ସମସ୍ତେ ମୂର୍ତ୍ତିମନ୍ତ ହେଇକି ଅଛନ୍ତି। ତମେ ଚାହଁ, ନୟନ ଭରି ଚାହଁ, ତମର ଜ୍ଞାନ ନେତ୍ରକୁ ଉନ୍ମିଳିତ କର। ହେ ଗଣପତି ଭଟ୍ଟ, ଇଏ ଗଜବଦନରେ ମୋତେ ଟିକେ ଦେଖ ତମେ। ଆପଣମାନେ ସମସ୍ତେ ଜାଣନ୍ତି, ଯେତେବେଳେ ଜଗନ୍ନାଥ ଦାସ ଗୋସ୍ୱାମୀ ଭାଗବତରେ କଲମ କରିଛନ୍ତି, ବନ୍ଦଇ ଦେବ ଲମ୍ବୋଦର ପାଶଙ୍କୁଶ ବେନିକର ପୃଥୁଳ ଜଠର ସୁନ୍ଦର ଗଜବଦନ ଗଣେଶ୍ୱର ଯଜ୍ଞ ଆରମ୍ଭେ ତୋର ପୂଜା ଉତ୍ତରୀ କଣ୍ଠେ ନାଗରାଜା ଶ୍ୟାମ ସୁନ୍ଦର ତନୁ ବର୍ଣ୍ଣ ଅଶେଷ ବିଘ୍ନ ବିନାଶନ অনাদিনাথর নন্দন অমৃত পানে তো সমন কর সুদয়া গণনাথ। হে গণনাথ, তুমি গণনাথ, তুমি মধ্যে জগন্নাথ। গণনাথ জগন্নাথଙ୍କ ଭିତରେ ଭିନ୍ନତା କିଛି ନାହିଁ, କାରଣ ତୁମେ ଜ୍ଞାନର ଦେବତା ଏବଂ ଜଗନ୍ନାଥ ହେଉଛନ୍ତି ଅଖଣ୍ଡ ଜ୍ଞାନ। ଜ୍ଞାନ ଅଖଣ୍ଡ ଏକ ସୀତାବର ଜ୍ଞାନ ଅଖଣ୍ଡ। সেই অখণ্ড জ্ঞানর অদ্বয় জ্ঞানর প্রতিভূ হচ্ছেন স্বয়ং মহাপ্রভু। এবং যেতবে গণপতি ভট্ট দর্শন করেদেলে এবং কৃত্য কৃত্য কৃতার্থ হয়ে গলে, উদ্বাহু হয়ে গলে, কলে মহাপ্রভু মণিমা মহাবাহু মো দোষ ক্ষমা করা হেউ, মোর দোষ ক্ষমা করা হেউ। সুন্দর সেই অপূর্ব শ্রীবৎস খণ্ডশাল এবং সুন্দর নীলচক্র, এই নীলচক্র উপরে উড়ুছি ফর ফর হই পতিত পাবন বানা এবং পছরে অনন্ত আকাশর নীলিমা। মেঘমালাকু নিন্দে কলাকু চাহাবারে মন চকাডোলাকু। অন্য মন্দির মানে মূর্তিমন্ত আভা ঘেনি আম নেত্র সমক্ষে প্রকটিত হচ্ছেন। আপন মানে দর্শন করন্তু এই শ্রীক্ষেত্রর এই অপূর্ব দেবায়তন মানকু টিকে দর্শন করন্তু। হে ভক্ত গণ, আপন মানে ধ্যান দেবে। হে দর্শক গণ, ওটিভির পরদারে আপন মানে যে দৃশ্যকে দর্শন করুଛନ୍ତି, আপন মানে টিকে ধ্যান দেবে। গণপতি ভট্ট স্তব এবং স্তুতি করুଛନ୍ତି, কহিলে হে প্রভু ମୁଁ ଜାଣିପାରିନଥିଲି, ମୁଁ ଦିନହୀନ ଅକିଞ୍ଚନ ଅଧମ, ମୋର ଜ୍ଞାନର ଟାଣପଣ ନେଇକି ଆସିଥିଲି, ଅହଙ୍କାର ନେଇକି ଆସିଥିଲି, ସମସ୍ତ ଦର୍ପକୁ ତୁମେ ଚୂର୍ଣ୍ଣୀଭୂତ କରିଦେଇଛ। ହେ ଜଗନ୍ନାଥ, ତୁମେ ହେଉଛ ମୋରି ଇଷ୍ଟ ଗଣନାଥ। ତେଣୁ ଯେତେବେଳେ ସ୍ତବ କରୁଛନ୍ତି, ସ୍ତୁତି କରୁଛନ୍ତି, ଏଇ ଭକ୍ତ ପ୍ରସନ୍ନ ବରଦାୟ ନମୋ ନମସ୍ତେ। ହେ ଭକ୍ତ ପ୍ରସନ୍ନ ବରଦାୟ, ତୁମେ ସମସ୍ତଙ୍କର ମନୋକାମନାକୁ ଅଚିରେ ପୂର୍ଣ୍ଣ କରିଛ। ଆଜି ମୋ ପ୍ରତି ମଧ୍ୟ ତୁମେ ଟିକେ କୃପା କର। ଭଗବାନ ଜଗନ୍ନାଥ ସ୍ୱାମୀ କହୁଛନ୍ତି ଯେ ତୁମେ କ'ଣ ଚାହଁ ଗଣପତି ଭଟ୍ଟ? ନା ମହାପ୍ରଭୁ, ମୁଁ ଏତିକି ଚାହୁଁଛି, ଯେତେବେଳେ ଆପଣଙ୍କର ଏଇ ଦେବସ୍ନାନ ହେବ ସେତେବେଳେ ଆପଣ ଏଇ ଗଜାନନ ରୂପକୁ ଧାରଣ କରୁଥିବେ, ଭକ୍ତମାନେ ଦର୍ଶନ କରୁଥିବେ ଏ ରୂପକୁ, ଆପଣଙ୍କ ସହିତ ମୋ ନାମ ମଧ୍ୟ ଟିକେ ସ୍ମରଣୀୟ ହେଇକି ରହିଯିବ ମହାପ୍ରଭୁ। ମୁଁ ମଧ୍ୟ ଆପଣଙ୍କ ସହିତ ଅମର ହେଇଯିବି। ଜଗନ୍ନାଥ କହିଲେ ତଥାସ୍ତୁ ତଥାସ୍ତୁ। ତେଣୁ ଆପଣ ଲକ୍ଷ୍ୟ କରିବେ, ଏଇ ଯେଉଁ ଗଜାନନ ଗଣପତିଙ୍କର ଯେଉଁ ଅପୂର୍ବ ସୁନ୍ଦର ମୂର୍ତ୍ତି ଧାରଣ କରିଛନ୍ତି ଭଗବାନ ଜଗନ୍ନାଥ ସ୍ୱାମୀ, ଏବେ ଆମେ ଦେଖିପାରୁଛୁ ଟେରା ବନ୍ଧା ହେଇଛି। ୟାର ଅର୍ଥ ହେଉଛି ଏଇଆ ଯେ ୟା ପରେ ଆପଣମାନେ ଜାଣନ୍ତି ଯେ ସ୍ନାନ ମଣ୍ଡପ ଧୂପ ଖାଳ ହେଇସାରିଛନ୍ତି, ଟେରା ବନ୍ଧା ହେଇସାରିଛନ୍ତି। ସକାଳ ଧୂପ ଡାକିବାକୁ ତଳିଚ ମହାପାତ୍ର, ପ୍ରଧାନୀ, ଅମୁଣିଆ, ଛତାର, ଘଣ୍ଟୁଆ, କାହାଳିଆ ମାନଙ୍କ ସହିତ ସିଏ ବର୍ତ୍ତମାନ ଯିବେ। ଏବଂ ଯିବା ପରେ କ'ଣ ହେବ ନା, ଯେତେବେଳେ ରୋଷରୁ ଛେକ ଆସିବା ବେଳେ ଘଣ୍ଟ, କାହାଳି ଏସବୁ ବାଜିବ, ଛତ୍ର ମଧ୍ୟ ଧରା ହେଇଥିବ, ତଳିଚ ପ୍ରଧାନୀ ହାତ ପଇଠ କରି ଆସିବେ ଏବଂ ଏଇ ଛେକ ଆସିବା ରାସ୍ତାରେ ଚୂନ ପାଣି ଛିଞ୍ଚାଯିବ ଏବଂ ଏ ଛେକ ଆପଣଙ୍କର ଆନନ୍ଦ ବଜାର ପାଖରେ 22 ପାହାଚ ଆଡ଼କୁ ଯେଉଁ ଦ୍ୱାର ରହିଛି ସେ ଦ୍ୱାର ଦେଇକି ଆନନ୍ଦ ବଜାର ଭିତରକୁ ପ୍ରବେଶ କରିଯିବ। ଏବଂ ଆପଣମାନେ ଜାଣନ୍ତି ଯେ ପୂଜା ପଣ୍ଡାମାନେ ଏଠି ଧୂପ ପୂଜା ମଧ୍ୟ କରିବେ ଏବଂ ଗୋଟିଏ ଧୂପ
এটি হব সর্বসমক্ষরে ভগবানଙ୍କର ଯେଉଁ ସକାଳ ଧୂପ ଏ ସକାଳ ଧୂପ ଶେଷ ହେଇ ପାଣି ପଡ଼ିବା ପରେ ଏଠି ଗୋଟେ ବନ୍ଦାପନା ମଧ୍ୟ ହବ ଯେ 3 ବାଡ଼ରେ ପୂଜା ପଣ୍ଡା ପତି ମହାପାତ୍ର ମୁଦିରସ୍ତ ଏମାନେ ବନ୍ଦାପନା ମଧ୍ୟ କରିବେ। ଏ ସମସ୍ତ ନୀତି ଟିକେ ରହିଛି କାରଣ ମହାପ୍ରଭୁ ହେଉଛନ୍ତି ଭୋଜନ ପ୍ରିୟ। ଆପଣମାନେ ଜାଣନ୍ତି ମହାପ୍ରଭୁଙ୍କର ଯେଉଁ ତ୍ରିଧୂପ ପଞ୍ଚ ଅବକାଶ ହଟିଣ ଥାଇ ପ୍ରଭୁ ପାଶ। ତେଣୁ 3 ଧୂପ ଏବଂ 5 ଅବକାଶ ଆପଣମାନେ ସମସ୍ତେ ଜାଣିଛନ୍ତି। ମହାପ୍ରଭୁଙ୍କର ଏଇ ଯେଉଁ 3ଟି ଧୂପ ସେଇ 3ଟି ଧୂପରେ ମହାପ୍ରଭୁ ତାଙ୍କର ସୁନ୍ଦର ଯେଉଁ ଅନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିବ ମହାପ୍ରଭୁଙ୍କ ନିକଟରେ ତାହା ନିବେଦିତ ହେବ ଏବଂ ମହାପ୍ରଭୁଙ୍କର ସେ ପ୍ରସାଦ ମା ବିମଳାଙ୍କ ପର୍ଯ୍ୟନ୍ତ ଯିବ, ସେଠି ତାଙ୍କୁ ସମର୍ପଣ କରାଯିବ ଯାହାକୁ ଆମେ ମହାପ୍ରସାଦ ବୋଲି କହୁଛେ। ସେଇ ମହାପ୍ରସାଦ ଗୋଟିଏ ସକାଳ ଧୂପ ସର୍ବସମକ୍ଷରେ ପୂଜାପଣ୍ଡା ମାନେ ଏଠି ଆପଣ ଭଗବାନ ଜଗନ୍ନାଥ ସ୍ୱାମୀଙ୍କୁ ନୈବେଦ୍ୟ ଅର୍ପଣ କରିବେ ଏବଂ ସେଇ କଥାଟି ବର୍ତ୍ତମାନ ବାକି ରହିଛି। ଆଉ ମୈତ୍ରୀ ବଡ଼ଦାଣ୍ଡକୁ ଯେତେବେଳେ ଆପଣମାନେ ଚାହୁଁଛନ୍ତି ସେତେବେଳେ ଆପଣମାନଙ୍କ ଅନ୍ତର ହୃଦୟ ଭାବାବେଗରେ ଏବଂ ଭକ୍ତି ଭାବରେ ପୂର୍ଣ୍ଣ ନିଶ୍ଚୟ ହେଇଯାଉଥିବ, ଏଥିରେ କୌଣସି ସନ୍ଦେହ ନାହିଁ। ଏବଂ ସକାଳ ଧୂପ ଯେଉଁ ସମୟଟା ଶ୍ରୀମନ୍ଦିରରେ ଆପଣ ଜାଣନ୍ତି ଯେ ସାଧାରଣତଃ ସେ ମାନେ 10ଟା ପାଖାପାଖି ଏ ଧୂପଟା ହୁଏ। ସକାଳ ଧୂପରେ ମହାପ୍ରଭୁ ମନ୍ଦିର ଭିତରେ ଯାହା ନୈବେଦ୍ୟ ଗ୍ରହଣ କରନ୍ତି, ଯାହା ଅନ୍ନ ବ୍ୟଞ୍ଜନ ଗ୍ରହଣ କରନ୍ତି ଆପଣ ଦେଖିବେ ତାପରେ ଭୋଗମଣ୍ଡପ ଭୋଗ ମଧ୍ୟ ହୁଏ, କିନ୍ତୁ ସେଥିରେ ଏତେ ପ୍ରକାର ଆଇଟମ ନଥାଏ। ସକାଳ ଧୂପରେ କ'ଣ ସବୁ ଥାଏ ଆପଣ ଦେଖିବେ ରଶ୍ମିରଞ୍ଜନ ବାବୁ, ସକାଳ ଧୂପରେ ଯେଉଁ ଭୋଗ ଲାଗେ ସେଥିରେ ଥାଏ ଖେଚୁଡ଼ି ଥିବ, କାନିକା ଥିବ, ଶାଗ, କାଞ୍ଜି, ଏଣ୍ଡୁରି, ମାଠପୁଳି, ଝିଲ୍ଲି ଏବଂ ପିଠାପୁଳି, ହଂସକେଳି, କଦଳୀ ଭଜା, ଅଦା ପାଚିଡ଼ି ଏବଂ ବୁନ୍ଦିଆ। ଏ ସମସ୍ତ ଯେଉଁ ଖାଦ୍ୟ ପଦାର୍ଥ ପ୍ରସ୍ତୁତ ହେଇଥିବ ସୁପକାରମାନେ ସୁନ୍ଦର ଭାବରେ ବୈଷ୍ଣବାଗ୍ନିକୁ ଆବାହନ କରି ଯଦିବା ସେମାନେ ରୋଷରେ ତାକୁ ପ୍ରସ୍ତୁତ କରିଥିବେ, କିନ୍ତୁ ପ୍ରକୃତରେ ପାଚିକା କିଏ? ଏଠି ପ୍ରକୃତରେ କ୍ଷେତ୍ର ଯାହାଙ୍କର କ୍ଷେତ୍ର ମା ମହାଲକ୍ଷ୍ମୀଙ୍କର ଏବଂ ମହାଲକ୍ଷ୍ମୀ ହେଉଛନ୍ତି ପାଚିକା ଏବଂ ଖାଇବା ଲୋକ ହେଉଛନ୍ତି ସ୍ୱୟଂ ଜନାର୍ଦ୍ଦନ ଶ୍ରୀ ଜଗନ୍ନାଥ ଦେବ। ଅତଏବ ସେ ଦୃଶ୍ୟକୁ ଆପଣମାନେ ଅବଲୋକନ କରିବେ। ଏବେ ଟିକେ ଆପଣ ଚାହାନ୍ତୁ ଏବଂ କେତେ ସୁନ୍ଦର ଭାବରେ ବଡ଼ଦାଣ୍ଡକୁ ଆବରି ବସିଛନ୍ତି ଭକ୍ତମାନେ। ସେମାନେ କେତେ ସନ୍ତୁଷ୍ଟ ନୟନରେ କେତେ ସମୟ ଧରିକି ଏ ବେଶକୁ ଦେଖିଲେଣି, କିନ୍ତୁ ମନ ମାନୁନାହିଁ, ପ୍ରାଣ ବୁଝୁନାହିଁ, ହୃଦୟ ପୂର୍ଣ୍ଣ ହେଉନାହିଁ। କାହିଁକି ନା ଭଗବାନଙ୍କ ଭିତରେ ସେ ଶକ୍ତି ରହିଛି। ତଦେବ ରମ୍ୟମୁରୁଚିରಂ ନବମ୍ ନବମ୍ ତଦେବ ସସ୍ୱନ୍ ମନସୋ ମହୋତ୍ସବಂ ତଦେବ ଶୋକାର୍ଣ୍ଣବ ଶ୍ରୋଷଣମ୍ ନୃଣାମ୍ ଯଦୁତ୍ତମ ଶ୍ଲୋକ ଯଶୋନୁଗୀୟତେ। ତେଣୁ ତଦେବ ରମ୍ୟମ୍ ରୁଚିରମ୍ ନବମ୍ ନବମ୍, ଯେତେ ଆପଣ ଦେଖିଲେ ମଧ୍ୟ ଯେମିତି କହିଲେ କବି ବନମାଳୀ ଯେ ଦିନୁ ଦିନ ନନ୍ଦ ତନୟ ନୀତି ନବ ନବ ଗୋବିତ, ଏବଂ ଯେମିତି କହିଲେ ଗୋପାଳକୃଷ୍ଣ ବ୍ରଜ ବିଧୁ ପରିକେ ମୋତେ ଦିଶୁନାହିଁ ମନ ପୁରୁଛି କି ହେଲେ ନୀତି ଚାହିଁ। ସେଇ କଥାକୁ କହିଲେ ମୈଥିଳୀ କବି ବିଦ୍ୟାପତି ଯେ ଜନମ ଅବଧି ହାମ୍ ରୂପ ନେହାରିନୁ ନୟନନ ତୀର ପିତ ଭେଲ। ଜନ୍ମଠାରୁ ରାଧାରାଣୀ କହୁଛନ୍ତି ଜନ୍ମଠାରୁ କୃଷ୍ଣଙ୍କର ଜନ୍ମଠାରୁ ଆଜି ପର୍ଯ୍ୟନ୍ତ ପ୍ରତି ଦିନ ପ୍ରତି ଘଣ୍ଟାରେ ପ୍ରତି ମିନିଟରେ ମୁଁ ତାଙ୍କୁ ଚାହୁଁଛି, କିନ୍ତୁ ନୟନ ତୀରପିତ ଭେଲ, ମୋର ନୟନରେ ତୃପ୍ତି ଆସୁନାହିଁ, ମୋର ନେତ୍ରରେ ତୃପ୍ତି ଆସୁନାହିଁ। ଇଏ ଏପରି ଅପୂର୍ବ ସୁଷମାଧାରୀ, ଅପୂର୍ବ ସୁଷମାର ଖଣି, ନୀଳାଦ୍ରି ଚୂଡ଼ାମଣି, ଓହୋ ଅପୂର୍ବ ଲାବଣ୍ୟମୟ ବିଗ୍ରହ। ଏବଂ ତାଙ୍କୁ ଯେତେ ଆପଣ ଦେଖିବେ ଆପଣଙ୍କର ନୟନରେ ତୃପ୍ତି ଆସିବ ନାହିଁ, ନୟନରେ ତୃପ୍ତି ଆସିବ ନାହିଁ। ତେଣୁ ସବୁବେଳେ ଚିର ଅତୃପ୍ତି ସେ ଦେଉଛନ୍ତି ଭକ୍ତମାନଙ୍କୁ, ଭକ୍ତମାନେ ବେଢ଼ି ଦେଉଛନ୍ତି। ସତେ ଯେମିତି ମନେ ହେଉଛି ଯେ କନ୍ଦ କିଛି ରହିଯାଇଛି ମଝିରେ, ଗୁଡ଼ ରହିଯାଇଛି ବା ଚିନି ରହିଛି, ସାକର ବା ଏମିତି କିଛି ଖଣ୍ଡ ରହିଯାଇଛି ଯାହାକୁ ବେଢ଼ିକି ରହିଛନ୍ତି ଜନ୍ଦାମାନେ ପିମ୍ପୁଡ଼ିମାନେ, ସେମାନେ ଆଉ ହଟୁନାହାନ୍ତି। ଠିକ୍ ସେମିତି ମହାପ୍ରଭୁ ଆନନ୍ଦ କନ୍ଦ, ଆହା ଇଏ ଅପୂର୍ବ ସୁନ୍ଦର ଏଇ ଯେଉଁ ଆକାଶରେ
ଅପୂର୍ବ ମେଘମାଳା ମାନେ ଆଜି ଧୀରେ ଧୀରେ ସେମାନଙ୍କର ଜଳକୁ ସେମାନଙ୍କର ବୃଷ୍ଟିକୁ ଢାଳି ଦେଉଛନ୍ତି। ଜଗନ୍ନାଥଙ୍କର କୃପା ବୃଷ୍ଟି ସମତାଳରେ ଝରି ପଡ଼ୁଛି ଏବଂ ଆକାଶରୁ ବୃଷ୍ଟି ନୀର ମଧ୍ୟ ଝରି ପଡ଼ୁଛି। ଓହୋ, ଯେତେବେଳେ ଏ ଦୃଶ୍ୟକୁ ଆପଣମାନେ ଅବଲୋକନ କରୁଛନ୍ତି ସେତେବେଳେ ଆପଣଙ୍କର ମନ ନିଶ୍ଚୟ କହିବ ଯେ ଆଜି ସତେ ଯେମିତି ଏ ସୃଷ୍ଟିରେ ଗୋଟେ ନୂତନ ବାର୍ତ୍ତା ପ୍ରଚାରିତ ହେଉଛି, ଯାହା ହେଉଛି ଜୀବନର ବାର୍ତ୍ତା ଏବଂ ସୃଷ୍ଟି ଚେତନାର ବାର୍ତ୍ତା। କାହିଁକି ନା ସେଦିନ ଲୋକ ସାହିତ୍ୟରେ ନିକଟରେ ରଜ ଯାଇଛି ଏବଂ ମାଗୁଣୀ ମହାପାତ୍ର ଲେଖିଥିଲେ ଯେ ବନସ୍ତେ ଡାକିଲା ଗଜ। ଆପଣ ଦେଖନ୍ତୁ ଆଜି ମହାପ୍ରଭୁଙ୍କର ସେଇ ଗଜ ବେଶ ଏବଂ ଏଇ ଗଜ ବନସ୍ତରେ ଗଜ ଡାକୁଛି, ତା ପଛରେ ରହିଛି ସେଇ ସୃଷ୍ଟିର କାମନା, ମିଳନର କାମନା। ଏବଂ ଆଜି ଗଜ ବେଶରେ ମହାପ୍ରଭୁ ବସିଛନ୍ତି। କ'ଣ ତାଙ୍କର ଲକ୍ଷ୍ୟ? ନା ତାଙ୍କର ଲକ୍ଷ୍ୟ ଏ ସୃଷ୍ଟିର କେମିତି ବିକାଶ ହେବ, ଉଦ୍ଭିଦମାନେ କେମିତି ପ୍ରବର୍ଦ୍ଧିତ ହେବେ, ଗଛଲତା ମାନେ ତରୁତୃଣ ମାନେ କେମିତି ପ୍ରବର୍ଦ୍ଧିତ ହେବେ, ତାହେଲେ ଫୁଲ ଆସିବ, ଫଳ ଆସିବ, ଏ ସମସ୍ତ କିଛି ଆସିବ। ଯେତେବେଳେ ଆପଣ ଦେଖିବେ ଏଇଭଳି ଭାବରେ ମହାପ୍ରଭୁଙ୍କର ସୁନ୍ଦର ଭାବରେ ଲୀଳା ଚାଲିଛି ଏବଂ ଏହି ଲୀଳା ଭିତରେ ଆପଣମାନେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି।